ନମସ୍କାର। ଓମ୍ ନମୋ ଭଗବତେ ବାସୁଦେବାୟ। ଆଜିର ଏହି ଗଭୀର ଆଲୋଚନାକୁ ସମସ୍ତଙ୍କୁ ସ୍ୱାଗତ। ଆଜି ଆମେ ଶ୍ରୀମଦ୍ ଭଗବଦ୍ ଗୀତାରେ ଥିବା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କଥା ହେବା। ଆଜ୍ଞା। ଏହା ଏକ ଏଭଳି ଶତ୍ରୁ ବିଷୟରେ ଯିଏ ଆମ ଭିତରେ ହିଁ ଲୁଚି ରହିଛି। ଆମର ସବୁ ଦୁଃଖ, ସବୁ ଅଶାନ୍ତି ପଛରେ ତାର ହିଁ ହାତ। ହଁ, ଏକଦମ ଠିକ୍ କହିଲେ। ଆଉ ଭଗବାନ ଶ୍ରୀକୃଷ୍ଣ ତୃତୀୟ ଅଧ୍ୟାୟ କର୍ମଯୋଗର 40ତମ ଶ୍ଲୋକରେ ଏହି ଶତ୍ରୁର ପୂରା ମାନଚିତ୍ର ଆମକୁ ଦେଇଛନ୍ତି। ହଁ, କେବଳ ମାନଚିତ୍ର ନୁହେଁ, ତାର ପୂରା କାର୍ଯ୍ୟପ୍ରଣାଳୀ ବିଷୟରେ ବୁଝାଇଛନ୍ତି। ତେଣୁ ଏହି ଆଲୋଚନାକୁ ଶେଷ ପର୍ଯ୍ୟନ୍ତ ଶୁଣିବା ନିହାତି ଜରୁରୀ। ଆଉ ହଁ, ଏହିଭଳି ଜ୍ଞାନପୂର୍ଣ୍ଣ ଆଲୋଚନା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ତେବେ ଆସନ୍ତୁ ସେହି ଶ୍ଲୋକଟିକୁ ପ୍ରଥମେ ଶ୍ରବଣ କରିବା। ଇନ୍ଦ୍ରିୟାଣି ମନୋ ବୁଦ୍ଧିରସ୍ୟ ଆଧିଷ୍ଠାନମୁଚ୍ୟତେ ଏତୈର୍ବିମୋହୟତ୍ୟେଷ ଜ୍ଞାନମାବୃତ୍ୟ ଦେହିନମ୍। 40। ଧନ୍ୟବାଦ। ଏହାର ଶବ୍ଦଗୁଡ଼ିକ ବହୁତ ଶକ୍ତିଶାଳୀ। ତେବେ ସରଳ ଭାଷାରେ ଯଦି ବୁଝିବା, ଏ ଶ୍ଲୋକଟି ଆମକୁ କ'ଣ କହୁଛି? ଦେଖନ୍ତୁ, ସରଳ ଭାଷାରେ କହିଲେ ଭଗବାନ ଏଠି ଗୋଟେ ଗୁପ୍ତଚର ରିପୋର୍ଟ ଦଉଛନ୍ତି। ଆଚ୍ଛା। ସେ କହୁଛନ୍ତି ଆମର ଯେଉଁ ଶତ୍ରୁ ଅଛି, ମାନେ କାମ ବା ବାସନା, ତାର ତିନିଟା ମୁଖ୍ୟ ଆଡ୍ଡା ଅଛି। ତିନିଟା ଆଡ୍ଡା କେଉଁଠି? ହଁ, ଆମ ଭିତରେ ହିଁ। ପ୍ରଥମେ ଇନ୍ଦ୍ରିୟ, ତାପରେ ମନ ଆଉ ତାପରେ ବୁଦ୍ଧି। ଏଇ ତିନିଟା ଜାଗାରୁ ହିଁ ସେ ପୁରା ଖେଳୁଟା ଚଳାଏ। ଓହୋ, ତ ସେ ବାହାରେ ନାହିଁ? ନା, ଆଦୌ ନୁହେଁ। ଆଉ ତାର ମୁଖ୍ୟ ଅସ୍ତ୍ର କ'ଣ? ନା ସେ ଆମର ପ୍ରକୃତ ଜ୍ଞାନକୁ ଢାଙ୍କି ଦିଏ, ଗୋଟେ ପର୍ଦ୍ଦା ପକେଇ ଦିଏ, ଆଉ ଆମକୁ ଦେହଧାରୀ ଆତ୍ମାକୁ ଭ୍ରମରେ ପକାଇ ଦିଏ। ବୁଝିଲି। ଏହା ତ ଗୋଟେ ଭାଇରସ୍ ଭଳି ଲାଗୁଛି, ଯେମିତି କମ୍ପ୍ୟୁଟର ଭିତରେ ପଶି ଧୀରେ ଧୀରେ ପୁରା ସିଷ୍ଟମକୁ ନିଜ କବ୍ଜାକୁ ନେଇଯାଏ। ଏକଦମ ସେୟା। ତେବେ ଆସନ୍ତୁ ଏହାର ପ୍ରଥମ ପର୍ଯ୍ୟାୟକୁ ବୁଝିବା। ଏହି ଭାଇରସ୍ ପ୍ରଥମେ କେଉଁଠି ଆକ୍ରମଣ କରେ? ଏହାର ପ୍ରଥମ ଆକ୍ରମଣ ହୁଏ ଆମର ସୀମାରେ, ଆମର ଇନ୍ଦ୍ରିୟଗୁଡ଼ିକ ଉପରେ। ଆଖି, କାନ, ନାକ? ହଁ, ଆଖି, କାନ, ନାକ, ଜିହ୍ୱା ଆଉ ତ୍ୱଚା, ଏଗୁଡ଼ିକ ହେଲା ବାହାର ଦୁନିଆରେ ପ୍ରବେଶ ଦ୍ୱାର। ଠିକ୍। ତ ବାସନା ଏଇ ଦ୍ୱାର ଦେଇ ହିଁ ଭିତରକୁ ଆସେ। ଯେମିତି ଆଖି ଗୋଟେ ସୁନ୍ଦର ଜିନିଷ ଦେଖିଲା କିମ୍ବା ଜିହ୍ୱା କିଛି ସ୍ୱାଦିଆ ଖାଦ୍ୟ କଥା ଭାବିଲା, ବାସ୍ ସେଇଠୁ ହିଁ କାମ ଆରମ୍ଭ। ଆଚ୍ଛା, ତ ଏଇଟା ହେଲା ପ୍ରଥମ ସ୍ପାର୍କ। ହଁ, ଆଉ ଯେପର୍ଯ୍ୟନ୍ତ ଏଇ ଦ୍ୱାରଗୁଡ଼ିକ ଉପରେ ଆମର ନିୟନ୍ତ୍ରଣ ନାହିଁ, ବୁଝିଲେ, ସେଗୁଡ଼ିକ ବାସନା ପାଇଁ ଖୋଲା ରାଜପଥ ପରି। ଠିକ୍ କଥା। ତେବେ ଇନ୍ଦ୍ରିୟଗୁଡ଼ିକ ତ ଖାଲି ବାହାରୁ ସୂଚନା ଆଣିଲେ, କିନ୍ତୁ ଗୋଟେ ଛୋଟ ସୂଚନାକୁ ଏତେ ବଡ଼ ଗୋଟେ ପ୍ରବଳ ଇଚ୍ଛାରେ କିଏ ପରିଣତ କରେ? ଏହା ପରବର୍ତ୍ତୀ ସ୍ତରରେ ହୁଏ କି? ଏକଦମ। ଏହାପରେ ଆସେ ଦ୍ୱିତୀୟ ଆଡ୍ଡା, ଯାହା ଆହୁରି ଜଟିଳ। ସେଇଟା ହେଲା ଆମ ମନ। ମନ? ହଁ, ମନ ହେଉଛି ସେହି କାରଖାନା ଯୋଉଠି ଇନ୍ଦ୍ରିୟରୁ ଆସିଥିବା କଞ୍ଚାମାଲକୁ ଗୋଟେ ଶକ୍ତିଶାଳୀ ଇଚ୍ଛାରେ ତିଆରି କରାଯାଏ। ଓହୋ। ମନ କ'ଣ କରେ ନା ସେହି ଜିନିଷକୁ ନେଇ କଳ୍ପନା କରେ। ତାକୁ ପାଇଲେ କେତେ ସୁଖ ମିଳିବ ସେ କଥା ଭାବେ। ଆହା, ଯଦି ଏଇଟା ମୋର ହୋଇଯାଆନ୍ତା। ଏମିତି, ହଁ, ମୋତେ ଏଇଟା ଏବେ ଦରକାର। ଏହି ସବୁ ଚାହିଦା ମନ ହିଁ ତିଆରି କରେ। ଆଉ ମନ ତ ସ୍ୱଭାବରୁ ଚଞ୍ଚଳ, ତେଣୁ ବାସନା ତାକୁ ସହଜରେ ନିଜର ଖେଳ ପଡ଼ିଆ ବନେଇ ଦିଏ। ମୁଁ ଏହାକୁ ଏମିତି ଦେଖୁଛି ଯେ ମନ ହେଉଛି ଜଣେ କାହାଣୀକାର। ଇନ୍ଦ୍ରିୟ ଗୋଟେ ଛୋଟ ଫଟୋ ଦେଖେଇଲା, ଆଉ ମନ ତାକୁ ନେଇ ଗୋଟେ ବଡ଼ କାହାଣୀ ଲେଖିଦେଲା। ବହୁତ ବଢ଼ିଆ କହିଲେ। ଯେମିତି କେକ୍ର ଫଟୋ ଦେଖି ମନ କହିବ, ଆରେ ତୁମେ ବହୁତ ପରିଶ୍ରମ କରିଛ, ତୁମେ ଏଇଟା ପାଇବାକୁ ହକ୍ଦାର, ୟାକୁ ଖାଇଲେ ସବୁ ଚିନ୍ତା ଦୂର ହେଇଯିବ। ଏହି କାହାଣୀ ହିଁ ତ ଇଚ୍ଛାକୁ ଶକ୍ତ କରେ। ନିଶ୍ଚୟ। କିନ୍ତୁ ଆମ ଭିତରେ ଆଉ ଜଣେ ବି ତ ଅଛି, ଯିଏ ଜାଣେ ଯେ ଏତେ କେକ୍ ଖାଇବା ଭଲ ନୁହେଁ। ତେବେ ଶେଷ ନିଷ୍ପତ୍ତି କିଏ ନିଏ? ଆପଣ ଏକଦମ ଠିକ୍ ଜାଗାରେ ପହଞ୍ଚିଛନ୍ତି। ଏହା ହେଉଛି ତୃତୀୟ ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଆଡ୍ଡା, ଆମର ବୁଦ୍ଧି। ବୁଦ୍ଧି? ହଁ, ବୁଦ୍ଧି ହେଉଛି ଆମ ଭିତରେ ସିଷ୍ଟମର ସିଇଓ। ଠିକ୍ ଭୁଲର ବିଚାର ସେ ହିଁ କରେ। କିନ୍ତୁ ବାସନାର ସବୁଠୁ ବଡ଼ ଚାଲ ହେଉଛି ସେ ବୁଦ୍ଧିକୁ ହିଁ ନିଜ ପଟକୁ ନେଇ ଆସେ। ଆଚ୍ଛା, ତାକୁ ବି ଦୁର୍ନୀତିଗ୍ରସ୍ତ କରିଦିଏ? ଏକଦମ। ଯେତେବେଳେ ମନର ଇଚ୍ଛା ବହୁତ ବଢ଼ିଯାଏ, ସେତେବେଳେ ବାସନା ବୁଦ୍ଧିକୁ ବୁଝେଇବାକୁ ଲାଗେ। ଆଉ ବୁଦ୍ଧି ବି ଯୁକ୍ତି ବାଢ଼ିବା ଆରମ୍ଭ କରେ। କିଭଳି ଯୁକ୍ତି? ଯେମିତି, ଆରେ ଥରୁଟିଏ ଖାଇଦେଲେ କ'ଣ ହେଇଯିବ, କିମ୍ବା କାଲିଠୁ ତ ବନ୍ଦ କରିଦେବା, ଆଜି ପାଇଁ ଚଳିବ। ହଁ ହଁ, ଏମିତି ହୁଏ। ଯେଉଁ ମୁହୂର୍ତ୍ତରେ ଆମର ବିବେକ, ଆମର ବୁଦ୍ଧି ଏମିତି ଯୁକ୍ତି ଦେଇ ହାର ମାନିଯାଏ, ବୁଝିଲେ, ସେଇଠି ମଣିଷର ପତନ ଆରମ୍ଭ ହୋଇଯାଏ। ଏହା ତ ବାସ୍ତବରେ ବହୁତ ଗଭୀର କଥା। ତେବେ ଏହି ପୂରା ପ୍ରକ୍ରିୟାର ମୂଳ ଅସ୍ତ୍ର କ'ଣ? ଶ୍ଲୋକରେ କୁହାଯାଇଛି ଜ୍ଞାନମାବୃତ୍ୟ।
ମାନେ ଜ୍ଞାନକୁ ଢାଙ୍କି ଦେବା। ଏହାର ପ୍ରକୃତ ଅର୍ଥ କ'ଣ? ଏଇଟା ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା। ଭଗବାନ କହୁନାହାନ୍ତି ଯେ ଜ୍ଞାନକୁ ନଷ୍ଟ କରିଦିଏ, ସେ କହୁଛନ୍ତି ଢାଙ୍କି ଦିଏ। ଆଚ୍ଛା, ତ ମାନେ ଜ୍ଞାନ ଥାଏ କିନ୍ତୁ ଦେଖାଯାଏନି। ଏକ୍ଜାକ୍ଟଲି। ପୂର୍ବ ଶ୍ଲୋକରେ ସେ ଏହାର 3ଟି ବହୁତ ସୁନ୍ଦର ଉଦାହରଣ ଦେଇଛନ୍ତି। ଯେମିତି ଧୂଆଁ ନିଆଁକୁ ଢାଙ୍କି ଦିଏ। ମଇଳା ଦର୍ପଣକୁ ଢାଙ୍କି ଦିଏ। ହଁ, ଆଉ ଗର୍ଭାବରଣ ଗର୍ଭସ୍ଥ ଶିଶୁକୁ ଢାଙ୍କି ରଖେ। କାମ ବା ବାସନା ଠିକ୍ ସେହିପରି ଆମ ଜ୍ଞାନକୁ ଢାଙ୍କି ଦିଏ। ବାଃ, କେତେ ସୁନ୍ଦର ଉଦାହରଣ! ତେବେ ଏହି 3ଟି ସ୍ତର କ'ଣ କ'ଣ? ପ୍ରଥମ ସ୍ତର ହେଲା ଧୂଆଁ ଭଳି। ଏହା ଆମର ବିବେକକୁ ଧୂଆଁଣିଆ କରିଦିଏ। ଠିକ୍ ଭୁଲ ଜଣାପଡ଼େନି। ହଁ, ସ୍ପଷ୍ଟ ଭାବେ ଜଣାପଡ଼େନି। ଦ୍ୱିତୀୟ ସ୍ତର ହେଲା ମଇଳା ଦର୍ପଣ ଭଳି। ଯେମିତି ମଇଳା ଦର୍ପଣରେ ମୁହଁ ଠିକ୍ସେ ଦେଖାଯାଏନି, ସେମିତି ଇଚ୍ଛାର ପ୍ରବଳ ଆବେଗ ଆମର ସ୍ପଷ୍ଟ ଚିନ୍ତା କରିବାର ଶକ୍ତିକୁ ମଳିନ କରିଦିଏ। ଆମେ ଜାଣିଥାଉ ଯେ ଏହା ଭୁଲ, ତଥାପି ନିଜକୁ ଅଟକେଇ ପାରୁନୁ। ଏକଦମ। ଆଉ ତୃତୀୟ ସ୍ତରଟା ହେଉଛି ସବୁଠୁ ଗଭୀର, ଗର୍ଭାବରଣ ଭଳି। ମାନେ ଏହା ଆମ ଆତ୍ମଜ୍ଞାନ ଉପରେ ଏକ ମୋଟା ପର୍ଦ୍ଦା ପକାଇଦିଏ। ଆମକୁ ପୂରାପୂରି ଭୁଲେଇ ଦିଏ ଯେ ଆମେ ଏହି ଶରୀର ନୁହେଁ, ଆମେ ହେଉଛୁ ଆତ୍ମା। ଓହୋ! ଆମେ ନିଜକୁ ଶରୀର ସହ ଏତେ ମିଶେଇ ଦିଉ ଯେ ଆମେ ଭାବୁ ମୁଁ ତ ଏଇ ଶରୀର, ତେଣୁ ଶରୀରର ଭୋଗ ହିଁ ମୋର ସୁଖ। ଏଇଟା ହିଁ ହେଉଛି ବାସନାର ସବୁଠୁ ବଡ଼ ବିଜୟ। ବୋଧୁହୁଏ ସେଥିପାଇଁ ଭଗବାନ ଶ୍ଲୋକର ଶେଷରେ ଦେହିନମ୍ ଶବ୍ଦ ବ୍ୟବହାର କରିଛନ୍ତି, ଅର୍ଥାତ୍ ଦେହଧାରୀକୁ। ଆପଣ ଏକଦମ ଠିକ୍ ଧରିଛନ୍ତି। ଦେହିନମ୍ ଶବ୍ଦଟା ଗୋଟେ ରିମାଇଣ୍ଡର। ଭଗବାନ ମନେ ପକାଇ ଦେଉଛନ୍ତି, ହେ ଦେହଧାରୀ, ତୁମେ ଏଇ ଦେହ ନୁହଁ, ତୁମେ ୟା ଭିତରେ ଅଛ। ଆଉ ବାସନାର କାମ ହେଉଛି ଏହି ସତ୍ୟକୁ ଆମକୁ ଭୁଲାଇ ଦେବା। ହଁ, ଏକଦମ। ଯେତେବେଳେ ଆମେ ନିଜକୁ ଶରୀର ବୋଲି ଭାବିବା, ସେତେବେଳେ ଶରୀରର ଇଚ୍ଛା ଆମର ଇଚ୍ଛା ହୋଇଯିବ। ଏଇଟା ହିଁ ସବୁଠୁ ବଡ଼ ମୋହ। ତେବେ ଆସନ୍ତୁ ଏହାକୁ ଆମ ଦୈନନ୍ଦିନ ଜୀବନ ସହ ଯୋଡ଼ିବା। ଏହି ବାସନା ଆମକୁ ଆଜିକାଲି ଦୁନିଆରେ କେମିତି ଠକୁଛି? ଦେଖନ୍ତୁ, ଏହାର ବହୁତ ଉପାୟ ଅଛି। ପ୍ରଥମତଃ, ଏହା ସୁଖର ଏକ ମିଛ ପ୍ରତିଶ୍ରୁତି ଦିଏ। କେମିତି? ଏହା କୁହେ, ଏଇ ନୂଆ ଫୋନ୍ଟା କିଣିଦେଲେ ତୁମେ ବହୁତ ଖୁସି ହେଇଯିବ। କିନ୍ତୁ କ'ଣ ହୁଏ? କିଛି ଦିନ ପାଇଁ ଖୁସି ଲାଗେ, ତାପରେ ପୁଣି ସବୁ ସାଧାରଣ ହୋଇଯାଏ, ଆଉ ଆଖି ଆଉ ଗୋଟେ ନୂଆ ଜିନିଷ ଉପରେ ପଡ଼େ। ଏକ୍ଜାକ୍ଟଲି। ଏହା ଏକ ଅନ୍ତହୀନ ଦୌଡ଼, ଯାହାକୁ ଆଧୁନିକ ମନୋବିଜ୍ଞାନରେ ହୋଇଡନି ଟ୍ରେଡମିଲ୍ କୁହାଯାଏ। ଠିକ୍। ଆଉ ଦ୍ୱିତୀୟ ଉପାୟ? ଦ୍ୱିତୀୟରେ, ଏହା ଆମର ଆତ୍ମନିୟନ୍ତ୍ରଣକୁ ଭାଙ୍ଗିଦିଏ। ଆମେ ଜାଣୁ ଯେ ରାତି ଅଧାରେ ଫୋନ୍ ଦେଖିବା ଭଲ ନୁହେଁ। ହଁ, ସକାଳୁ ଉଠିବାରେ କଷ୍ଟ ହେବ। ତଥାପି ଆମେ ନିଜକୁ ଅଟକାଇ ପାରୁନାହୁଁ, କାରଣ ସେତେବେଳକୁ ବାସନା ଆମ ବୁଦ୍ଧିକୁ ହାଇଜାକ୍ କରିସାରିଥାଏ। ଆଉ ବାରମ୍ବାର ଏମିତି ହେଲେ ଏହା ଗୋଟେ ଗଭୀର ଅଭ୍ୟାସରେ ପରିଣତ ହୋଇଯାଏ। ଏହି ବିଶ୍ଳେଷଣ ଶୁଣିବା ପରେ ତ ଲାଗୁଛି ଯେ ଏହି ଶତ୍ରୁ ବହୁତ ଶକ୍ତିଶାଳୀ, କାରଣ ସେ ଆମ ନିଜ ସିଷ୍ଟମ ଭିତରେ ହିଁ ଅଛି। ହଁ, ସେଥିପାଇଁ ତ ଏହା ଏତେ ବିପଜ୍ଜନକ। ତେବେ ପ୍ରଶ୍ନ ଉଠୁଛି, ଏଥିରୁ ବଞ୍ଚିବାର ଉପାୟ କ'ଣ? ଭଗବାନ କ'ଣ କେବଳ ସମସ୍ୟା ଦେଖେଇଛନ୍ତି, ନା ସମାଧାନ ବି ଦେଇଛନ୍ତି? ନା ନା, ଗୀତାର ସବୁଠୁ ବଡ଼ ସୌନ୍ଦର୍ଯ୍ୟ ହେଉଛି ଏହା ସମାଧାନ ବି ଦିଏ। ଆଉ ସମାଧାନ ଏଇ ଶ୍ଲୋକ ଭିତରେ ହିଁ ଲୁଚି ରହିଛି। ଆଚ୍ଛା। ହଁ, ଯୁଦ୍ଧ ଜିତିବାର ପ୍ରଥମ ନିୟମ କ'ଣ? ନିଜ ଶତ୍ରୁକୁ ଭଲ ଭାବରେ ଜାଣିବା। ଠିକ୍ କଥା। ଏହି ଶ୍ଲୋକ ଆମକୁ ସେଇ କାମରେ ସାହାଯ୍ୟ କରୁଛି। ତେଣୁ ପ୍ରଥମ ପଦକ୍ଷେପ ହେଉଛି ସଚେତନତା। ସ୍ୱୀକାର କରିବା ଯେ ବାସନା ଆମର ବନ୍ଧୁ ନୁହେଁ, ଶତ୍ରୁ। ଠିକ୍। ତେବେ ପ୍ରଥମେ ଶତ୍ରୁକୁ ଚିହ୍ନିବା, ତାପରେ ତାର ସେଇ 3ଟି ଆଡ୍ଡା ଉପରେ କାମ କରିବାକୁ ପଡ଼ିବ। ପ୍ରଥମେ ଇନ୍ଦ୍ରିୟ ସଂଯମ। କିନ୍ତୁ ଇନ୍ଦ୍ରିୟ ସଂଯମ ଶବ୍ଦଟା ଶୁଣିବାକୁ ଟିକେ କଠୋର ଲାଗୁଛି। ଆଜିକାଲି ଦୁନିଆରେ ଯୋଉଠି ଚାରିଆଡ଼େ ଖାଲି ବିଜ୍ଞାପନ, ସେଠି ଏ କେମିତି ସମ୍ଭବ? ଦେଖନ୍ତୁ, ସଂଯମର ଅର୍ଥ ଦମନ ନୁହେଁ, ଏହାର ଅର୍ଥ ହେଉଛି ନିୟମିତୀକରଣ। ମାନେ ଆଖି ବନ୍ଦ କରି ବସିବା ନୁହେଁ, ବରଂ କ'ଣ ଦେଖିବା ତାହା ବୁଝି ବିଚାରି ବାଛିବା। ଆଚ୍ଛା, ମାନେ ସଚେତନ ଭାବରେ ବାଛିବା। ଏକଦମ। ଏହାପରେ ଆସେ ମନକୁ ଏକ ସକାରାତ୍ମକ ଦିଗ ଦେବା। ମନକୁ ଖାଲି ଛାଡ଼ିଦେଲେ ସେଠି ବାସନା ଘର କରିନେବ। ତେଣୁ ତାକୁ ଭଲ କାମରେ, ଭକ୍ତିରେ କିମ୍ବା ସେବାରେ ଲଗାଇ ରଖିବା ଦରକାର। ଯାହା ଫଳରେ ତା ପାଖରେ ଖରାପ କଥା ଭାବିବାକୁ ସମୟ ହିଁ ନ ରହିବ। ଠିକ୍। ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ବୁଦ୍ଧିର ସ୍ତରରେ କ'ଣ କରିବା? ବୁଦ୍ଧିକୁ ଆମକୁ ଶୁଦ୍ଧ ଆଉ ତୀକ୍ଷ୍ଣ କରିବାକୁ ପଡ଼ିବ। ଏହା ହେବ ଜ୍ଞାନ ଦ୍ୱାରା, ସ୍ୱାଧ୍ୟାୟ ଦ୍ୱାରା, ସତ୍ସଙ୍ଗ ଦ୍ୱାରା। ଯେତେବେଳେ ଆମ ବୁଦ୍ଧି ଶାସ୍ତ୍ରଜ୍ଞାନରେ ଶକ୍ତ ହୋଇଯିବ, ସେତେବେଳେ ସେ ବାସନାର ମିଛ ଯୁକ୍ତିକୁ ସହଜରେ କାଟିପାରିବ।
ଆଉ ଏସବର ଶେଷ ସମାଧାନ? ଶେଷ ସମାଧାନ ହେଉଛି ଆତ୍ମଜ୍ଞାନର ଅଭ୍ୟାସ। ବାରମ୍ବାର ନିଜକୁ ମନେ ପକାଇବା, ମୁଁ ଶରୀର ନୁହେଁ, ମୁଁ ଆତ୍ମା। ଯେତେବେଳେ ଏହି ଅନୁଭବ ଦୃଢ଼ ହେବ, ସେତେବେଳେ ବାସନା ଆପେ ଆପେ ଦୁର୍ବଳ ହୋଇଯିବ। ୱାଓ, ଏହା ଏକ ସମ୍ପୂର୍ଣ୍ଣ ରଣନୀତି। ତେବେ ଆଜିର ଆଲୋଚନାରୁ ଯଦି ଗୋଟିଏ ମୁଖ୍ୟ ବାର୍ତ୍ତା ନେବାକୁ ହୁଏ, ତାହା କ'ଣ ହେବ? ମୁଖ୍ୟ ବାର୍ତ୍ତା ହେଉଛି ଆମର ସବୁଠାରୁ ବଡ଼ ଯୁଦ୍ଧ ଆମ ଭିତରେ। ଆଉ ଆମର ଶତ୍ରୁ କାମ, ସେ ଆମ ନିଜର ଇନ୍ଦ୍ରିୟ, ମନ ଓ ବୁଦ୍ଧିରେ ହିଁ କାମ କରୁଛି। ତ ତାର ଜାଗା ଆଉ କାମ କରିବାର ତରିକାକୁ ବୁଝିଗଲେ ହିଁ ଆମେ ମୁକ୍ତିର ରାସ୍ତାରେ ଆଗେଇ ପାରିବା। ଏକଦମ। ଯେଉଁ ମୁହୂର୍ତ୍ତରେ ଆମେ ତାକୁ ବୁଝିଯାଉ, ସେହି ମୁହୂର୍ତ୍ତରେ ହିଁ ଆମେ ଅଧା ଯୁଦ୍ଧ ଜିତି ସାରିଥାଉ। ଏକ ଅଦ୍ଭୁତ ବିଶ୍ଳେଷଣ। ଯଦି ଏହି ଆଲୋଚନା ଆପଣଙ୍କୁ ମୂଲ୍ୟବାନ ଲାଗିଥାଏ, ତେବେ ଏହାକୁ ଲାଇକ୍ ଏବଂ ସେୟାର କରନ୍ତୁ, ଯାହାଫଳରେ ଅନ୍ୟମାନେ ମଧ୍ୟ ଏହି ଜ୍ଞାନ ଲାଭ କରିପାରିବେ। ଶେଷରେ, ସମସ୍ତଙ୍କ ପାଇଁ ଗୋଟିଏ ବିଚାର। ଯଦି ବାସନା ଆମକୁ ଆମ ଶରୀର ସହିତ ଏକାକାର କରାଇ କାମ କରେ, ତେବେ ଆମେ ପ୍ରତିଦିନ ଏପରି କେଉଁ ଛୋଟ ପଦକ୍ଷେପ ନେଇପାରିବା, ଯାହା ଆମକୁ ମନେ ପକାଇବ ଯେ ଆମେ ଏହି ଶରୀରଠାରୁ ଭିନ୍ନ? ଏହା ଚିନ୍ତନ ପାଇଁ ଏକ ବହୁତ ଉତ୍ତମ ପ୍ରଶ୍ନ। ଆପଣଙ୍କ ଉତ୍ତର କମେଣ୍ଟ ବକ୍ସରେ ଜଣାନ୍ତୁ। ଆଉ ନିଜ ଶ୍ରଦ୍ଧା ପ୍ରକାଶ କରିବାକୁ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଅବଶ୍ୟ ଲେଖନ୍ତୁ। ନିଶ୍ଚୟ। ଆମର ପରବର୍ତ୍ତୀ ଆଲୋଚନାରେ ଆମେ ଏହି ଶତ୍ରୁକୁ ପରାସ୍ତ କରିବାର ଆହୁରି ସ୍ପଷ୍ଟ ଉପାୟ ଉପରେ କଥା ହେବା। ସେ ପର୍ଯ୍ୟନ୍ତ ଧନ୍ୟବାଦ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।